ନୂଆ ସିଏମ୍ କିଷାନଟା ଯେନ୍ମାନେ ଆପ୍ଲାଏ କରିଥିଲ ଆଉ ଷ୍ଟାଟସ୍ ଚେକ୍ କଲାବେଲେ ଷ୍ଟେଟ୍ ଭେରିଫିକେସନ୍ ପେଣ୍ଡିଂ ଦେଖୁଥିଲା ସେଟା ବର୍ତ୍ତମାନ ଷ୍ଟେଟ୍ ଭେରିଫିକେସନ୍ଟା କମ୍ପ୍ଲିଟ୍ ହେଇସାରିଛେ। ଆଉ ଯାହାର ଯଦି ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ ସାରିଛେ ସେମାନଙ୍କର ଲିଷ୍ଟଟା ନୂଆ ଲିଷ୍ଟ ଆସି ସାରିଛେ। ଯେନ୍ମାନଙ୍କ ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ ହେଲା ପରେ ଲିଷ୍ଟରେ ଯଦି ନା ଆସିଛେ ସେମାନଙ୍କରଟା ପଇସାଟା ମିଲ୍ବା। ଆଉ ଯେନ୍ମାନଙ୍କରଟା ଷ୍ଟେଟ୍ ଭେରିଫିକେସନ୍ କରି କମ୍ପ୍ଲିଟ୍ ହେଇଛେ ଆଉ ଲିଷ୍ଟରେ ଯଦି ନା ନେଇନା ବୋଲେ ସେମାନଙ୍କୁ ପଇସାଟା ନେଇ ମିଲେ। ପଲା ତ ଷ୍ଟାଟସ୍ଟା ଚେକ୍ କରି ପକାମା। ଷ୍ଟାଟସ୍ ଚେକ୍ କଲା ପରେ କମ୍ପ୍ଲିଟ୍ ହେଇଛେ ଷ୍ଟେଟ୍ ଭେରିଫିକେସନ୍ ବୋଲେ ଲିଷ୍ଟଟା କେନ୍ତା କରି ନୂଆ ଲିଷ୍ଟଟା ଚେକ୍ କରିପାରମା ସେ ବିଷୟରେ ଜାଣମା। ସେଥିଲାଗି ଆମ ଚ୍ୟାନେଲ୍କେ ନୂଆ ଦେଖୁଛ ବୋଲେ ସବସ୍କ୍ରାଇବ୍ କର, ଭିଡ଼ିଓକେ ଲାଇକ୍ ସେୟାର କରବାଟା ନାଇଁ ଭୁଲବ। ପହଲା ତ ଗୁଗଲ୍ ସର୍ଚ୍ଚ କରି ପକାବ ସିଏମ୍ କିଷାନ। ସିଏମ୍ କିଷାନ ସର୍ଚ୍ଚ କଲା ପରେ ଇ ପେଜ୍କେ ଆସିଯିବ। ଭିଡ଼ିଓରେ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ଟା ଦେଇଦେମି, ସେନାକେ ଯାଇକରି ଇ ପେଜ୍କେ ଆସିଯିବ। ଇ ପେଜ୍କେ ଆସିଲା ପରେ ନା ଅପସନ୍ ରହୁଛେ ଆଧାର ନମ୍ବର ନହେଲେ ଟୋକନ୍ ନମ୍ବର ଯେନ୍ଟା ଥିବା ସେଟା ଦେଇଦେବ। ଦେଇ ସାରିଲା ପରେ ଶୋ ଅପସନ୍ ଅଛି, ଏଇଟା ଷ୍ଟାଟସ୍ ଚେକ୍ କରବାଲେ ପହଲା ଆଧାର ନମ୍ବର ଦେଇକରି ଶୋ ଉପରେ କ୍ଲିକ୍ କରବ। ଆଧାର ନମ୍ବରଟା ଯେତେବେଳେ ଦେଇ ଦେଉଛେ ଏଇ ପ୍ରକାର ଦେଖିଦେବା। ତାପରେ ଇନେ ଦେଖିପାରୁଥିବ ଯେନ୍ଟାକି କଲେକ୍ଟର ଭେରିଫିକେସନ୍ ତକ୍ ଲାଷ୍ଟ ଥିଲା ଆଉ ଷ୍ଟେଟ୍ ଭେରିଫିକେସନ୍ କମ୍ପ୍ଲିଟ୍ଟା ନେଇଥି ଯେନ୍ମାନେ ଆପ୍ଲାଏ କରିଥିଲେ ନୂଆ ଷ୍ଟେଟ୍ ଭେରିଫିକେସନ୍ଟା ଇନକମ୍ପ୍ଲିଟ୍ ଯେନ୍ଟା ପେଣ୍ଡିଂ ଦେଖୁଥିଲା ବର୍ତ୍ତମାନ ସେଟା କମ୍ପ୍ଲିଟ୍ ହେଇସାରିଛେ। ଷ୍ଟେଟ୍ ଭେରିଫିକେସନ୍ଟା କମ୍ପ୍ଲିଟ୍ ହେଇସାରିଛେ। ଆଉ ତଲ୍କେ ଆସିଲା ପରେ ଇନେ ଯେନ୍ ଆପ୍ଲାଏଟା କରିଛ ସେଥିଲାଗି ଏଲିଜିବଲ୍ କି ଇନ୍ଏଲିଜିବଲ୍ ଷ୍ଟେଟ୍ ଭେରିଫିକେସନ୍ଟା କମ୍ପ୍ଲିଟ୍ ହେଇସାରିଲା ପରେ ତଲ୍କେ ପଳେଇ ଆସିବ। ତଲ୍କେ ଆସିଲା ପରେ ଇନେ ଅପସନ୍ଟା ରହୁଛେ ଦେଖିପାରୁଥିବ। ଇନେ ମେନ୍ ଅପସନ୍ଟା ଏଲିଜିବଲ୍ ଷ୍ଟାଟସ୍ଟା ଦେଖିପାରୁଥିବ। ଯାହା ଯଦି ଏଲିଜିବଲ୍ ଅଛେ ବୋଲେ ସେମାନଙ୍କର ଲିଷ୍ଟଟା ନୂଆ ଲିଷ୍ଟ ଆସିଛି। ଆଉ ଯାହା ଯଦି ଇନ୍ଏଲିଜିବଲ୍ ଅଛେ ବୋଲେ ସେମାନଙ୍କ ଲିଷ୍ଟଟା ନି ଆସବା। ନୂଆ ଲିଷ୍ଟଟା କେନ୍ତା ଚେକ୍ କରବ ସେ ବିଷୟରେ ଟିକେ ଜାଣମା। ତାପରେ ହୋମ୍ ପେଜ୍କେ ଆସିଗଲା ପରେ ଇନେ 3 ଡଟ୍ ଅପସନ୍ଟା ରହୁଛେ ଦେଖିପାରୁଥିବ। 3 ଡଟ୍ ଉପରେ ଯେତେବେଳେ କ୍ଲିକ୍ କରଛ ଇ ପ୍ରକାର ଆସିବ। ତାପରେ ଇନେ ବେନିଫିସିଆରୀ ଲିଷ୍ଟ ଅପସନ୍ ରହୁଛେ। ବେନିଫିସିଆରୀ ଲିଷ୍ଟ ଅପସନ୍ ଉପରେ କ୍ଲିକ୍ କଲେ ଇନେ ସିଏମ୍ କିଷାନ ଅପସନ୍ଟା ରହୁଛେ। ସିଏମ୍ କିଷାନ ଉପରେ କ୍ଲିକ୍ କରବ। ଯେତେବେଳେ କ୍ଲିକ୍ କରଛ ପହଲା ତ ନିଜର डिस्ट्रिक्ट तापर केन ब्लॉक सेटा देव निजर जीपी सिलेक्ट करब। एते कर सारा पर व्यू पर क्लिक करब। जेतेले व्यू पर क्लिक करछ ए प्रकार डैशबोर्ड आसीबा। जेनटा एटा पहला ऑप्शन एसएमएफ जेनटा रहछ एटा जन्मा चासी रे अप्लाई करथिले सेमन को लिस्ट रहछ। जेन माने नुआ अप्लाई करथिले बोले चासी रे अप्लाई करथिले सेमन को ताको लिस्ट नुआ अप्लाई रे देखि पारबो। पहला ऑप्शन रे देखि पारबो, स्मॉल फार्मर रे देखि पारबो। जेन माने भूमिहीन रे करथिले नुआ अप्लाई बोले सेमन को लिस्ट एलए जेनटा रहछ सेकंड पीडीएफ डाउनलोड कर लिस्टा देखि पारबो। इ प्रकार निज निजर नुआ लिस्टा चेक करि पारबो। जहाँ जदि एलिजिबल हिचे आ स्टेटसटा वेरिफिकेशन स्टेट वेरिफिकेशनटा कंप्लीट हि सारिचे पेंडिंग नि देखाबार स्टेट वेरिफिकेशनटा कंप्लीट हि सारिचे आ एलिजिबल देखुचे बोले से माने निजर नुआ लिस्टा चेक करि पारबो। लिस्ट जदि ना थिबा बोले से मन के सिम किसान पैसाटा मिलबा। जहाँ जदि लिस्ट जदि नाटा नै ना नुआ अप्लाई करथिले बोले लिस्ट जदि ना नै रह चल से पैसाटा नहीं मिले। पहला तो इन चाषी रोचे तापर भूमिहीन जेन जेनटा अप्लाई करथिले से लिस्टटा चेक करि पारबो। इ प्रकार निज निजर जेन मान नुआ अप्लाई करथिले निजर स्टेटसटा चेक करि पारबो। वेरिफिकेशन हि सारला ना कि नि सारबा। जदि हि सारला ना बोले निजर लिस्ट रे निजर ना আছে कि नि सेटा देखि पकाबो। जो लिस्ट रे ना नै ना पैसाटा नहीं मिले। इ प्रकार निजर स्टेटस आउ नुआ लिस्टटा चेक करि पारबो। वीडियो के शेयर करो आउ हमर चैनल के सब्सक्राइब करबाटा नहीं भूलो। ए प्रकार अपडेट हमर चैनल रे सब बेले मिलुथिबा।